ଆପଣ ତ ଲକ୍ଷ୍ୟ ଆମେ ସମସ୍ତେ ବି କରୁଛୁ ଧୀରେ ଧୀରେ ବଢିବା ଆରମ୍ଭ କଲାଣି ଆମର ଓଡ଼ିଶାରେ। ଆଉ ଏବେ ତ ଶୀତ ଦିନ, ତା ଛଡ଼ା ପୁଣି ଏବେ ସବୁ ପାର୍ବଣ ଅଛି, ଡିସେମ୍ବର ମାସ ଶେଷ, ନୂଆ ବର୍ଷ, ଲୋକମାନେ ଫେଷ୍ଟିଭ୍ ମୁଡ୍ରେ ରହିବେ। ତା ଛଡ଼ା ଏଇ ୱିଣ୍ଟର ସିଜନଟା ବି ମଧ୍ୟ ଭାଇରସ୍ ପାଇଁକି ଗୋଟେ ଭଲ ଟାଇମ୍ ତା ପାଇଁ ଥାଏ। ତେଣୁ ଆମମାନଙ୍କୁ ସଚେତନ ହେବାର ବର୍ତ୍ତମାନ ଟାଇମ୍ ଅଛି, ଆତଙ୍କିତ ହେବା ନାହିଁ। କାହିଁକିନା ଆମର ବିଶ୍ୱ ସ୍ତରରେ ବି ମଧ୍ୟ ଏବଂ ଭାରତୀୟ ସ୍ତରରେ ମଧ୍ୟ କୁହାଯାଉଛି ଏଇ ଭାଇରସଟା ଏତେ ଡେଞ୍ଜର ନୁହେଁ। ସେଥିଲାଗି ଆମକୁ କେବଳ ମାସ୍କ ପିନ୍ଧିବା, ବେଶୀ ଗହଳିକୁ ନ ଯିବା ଏବଂ ଶୀଘ୍ର ଯାହାକୁ ଜ୍ୱର ହେଉଛି ତାକୁ ଟିକେ ଦୂରେଇ ରଖିବା, ଏସବୁ ଯଦି କରିପାରିବା ତାହେଲେ ଆମେ ୟାକୁ ଶୀଘ୍ର କଣ୍ଟ୍ରୋଲ କରିପାରିବା। ଆଉ କୌଣସି ପ୍ରକାର ଏତେ ଭୟଭୀତ ହୁଅନ୍ତୁ ନାହିଁ, ନର୍ମାଲ କାମ ଚାଲିଥାଉ। ନା ନିହାତି କରିବା ଦରକାର ନାହିଁ। ଆପଣଙ୍କ 100ରେ ମୁଁ କହିବି 95-96 ଲୋକଙ୍କର ପୁରାପୁରି ଭାଇରାଲ ଫିଭର। ତେଣୁ ଆଉ ଯେଉଁ 2-4% ସେମାନଙ୍କର ଯଦି 2-4 ଦିନରୁ ଅଧିକା ହେଲା ତାପରେ ସେମାନେ ଆସିକିନା ମେଡିକାଲରେ ଚିକିତ୍ସା କରାଇବେ। ତେଣୁ ଆମର ବର୍ତ୍ତମାନ ଫିଭର କ୍ଲିନିକ୍ ଆମେ ଷ୍ଟାର୍ଟ କଲୁଣି, ଯେଉଁଠି ଆମେ ଦେଖୁଛୁ ସନ୍ଦେହଜନକ ହିସାବରେ ତାଙ୍କର ପରୀକ୍ଷା ପାଇଁକି ଆମେ RT-PCR ପଠାଉଛୁ। କିନ୍ତୁ ଅଲଗା ଗୋଟେ କ୍ଲିନିକ୍ ଆମେ କରିଛୁ, ଯାହାର ବି ଯେତେ ପ୍ରକାର ଜ୍ୱର ଅଛି ଗୋଟେ ଜାଗାରେ ଆମେ ସମସ୍ତଙ୍କୁ ଏକତ୍ର କରିକି ଦେଖୁଛୁ। ବିପଦ ରହୁଛି କି ବର୍ତ୍ତମାନ ଯେଉଁ କୋଭିଡ୍ ଅଛି ବିପଦ ରହୁଛି? ମୁଁ ଆପଣଙ୍କୁ କ୍ଲାରିଫାଇ କରିକି ପ୍ରଥମରୁ କହିଲି ଯେ ଏଇଟା ଏତେ ଭୟଙ୍କର ଇଏ ନୁହେଁ ଏଇଟା ଜିନୋମଟା। ତେଣୁ ଆମେ କୋଭିଡ୍ ଯେତେ ପ୍ରଥମ କୋଭିଡ୍ ଯେମିତି ଓମିକ୍ରନ୍ ଡେଲ୍ଟା ସେ ଟାଇପ୍ର ଏଇଟା ନୁହେଁ, ତାର ଗୋଟେ ସବ୍ ଭେରାଇଟି ଅଛି। ଏ ବହୁତ ତାର କମ୍ ପ୍ରକୋପ ତାର। ହଁ, କେବଳ ଯେଉଁମାନେ କୋମର୍ବିଡ୍ ଲୋକ ଅଛନ୍ତି 60 ବର୍ଷ ତଳକୁ ହୁଅନ୍ତୁ କିମ୍ବା ଯେଉଁମାନେ 60 ବର୍ଷର ଉପରକୁ ଅଛନ୍ତି ସେମାନେ ସମସ୍ତେ ଟିକେ ମାସ୍କ ମାଣ୍ଡେଟୋରି ସରକାର କରିଛନ୍ତି।